ଜୟ ଶ୍ରୀକୃଷ୍ଣ। ଆଜିର ପୌରାଣିକ ପ୍ରଶ୍ନ ଓ ଉତ୍ତରକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ମାତା ସୀତାଙ୍କ ବିଷୟରେ 15ଗୋଟି ପ୍ରଶ୍ନ ଓ ଉତ୍ତର। ତାହେଲେ ଚାଲନ୍ତୁ ଯିବା ଆଜିର ପ୍ରଥମ ପ୍ରଶ୍ନରୁ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ସୀତା ମାତା କେଉଁ ରାଜାଙ୍କ କନ୍ୟା ଥିଲେ? ଅପସନ୍ ଏ ଦଶରଥ, ଅପସନ୍ ବି ଜନକ, ଅପସନ୍ ସି ହରିଚନ୍ଦ୍ର, ଅପସନ୍ ଡି ଅଶ୍ୱପତି। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜନକ। ସୀତାମାତା ଜନକ ରାଜାଙ୍କ କନ୍ୟା ଥିଲେ। 2 ନମ୍ବର ପ୍ରଶ୍ନଟି ହେଉଛି, ସୀତାଙ୍କ ଅନ୍ୟ ନାମ କ'ଣ? ଅପସନ୍ ଏ କୌଶଲ୍ୟା, ଅପସନ୍ ବି ଜାନକୀ, ଅପସନ୍ ସି ମନ୍ଦୋଦରୀ, ଅପସନ୍ ଡି ତାରା। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜାନକୀ। ସୀତାମାତାଙ୍କ ଅନ୍ୟ ନାମଟି ହେଉଛି ଜାନକୀ। 3 ନମ୍ବର ପ୍ରଶ୍ନଟି ହେଉଛି, ସୀତା କେଉଁ ଦେବୀଙ୍କ କନ୍ୟା ଭାବରେ ପରିଚିତ? ଅପସନ୍ ଏ ଗଙ୍ଗା, ଅପସନ୍ ବି ପୃଥିବୀ ବା ଭୂମି ଦେବୀ, ଅପସନ୍ ସି ସରସ୍ୱତୀ, ଅପସନ୍ ଡି ଲକ୍ଷ୍ମୀ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ପୃଥିବୀ ବା ଭୂମି ଦେବୀ। ସୀତା ଭୂମି ଦେବୀଙ୍କ କନ୍ୟା ଭାବରେ ପରିଚିତ। 4 ନମ୍ବର ପ୍ରଶ୍ନଟି ହେଉଛି, ସୀତାଙ୍କ ସ୍ୱୟଂବରରେ ରାମ କେଉଁ ଧନୁ ଭାଙ୍ଗିଥିଲେ? ଅପସନ୍ ଏ ପିନାକ, ଅପସନ୍ ବି ଗାଣ୍ଡିବ, ଅପସନ୍ ସି ସରଙ୍ଗ, ଅପସନ୍ ଡି ବିଜୟ। ସଠିକ ଉତ୍ତରଟି ହେଉଛି ଅପସନ୍ ଏ ପିନାକ। ସୀତାଙ୍କ ସ୍ୱୟଂବରରେ ରାମ ପିନାକ ଧନୁଷ ଭାଙ୍ଗିଥିଲେ। 5 ନମ୍ବର ପ୍ରଶ୍ନଟି ହେଉଛି, ସୀତା କେଉଁ ବନରେ ରାବଣଙ୍କ ଦ୍ୱାରା ରଖାଯାଇଥିଲେ? ଅପସନ୍ ଏ ନନ୍ଦନବନ, ଅପସନ୍ ବି ଅଶୋକ ବନ, ଅପସନ୍ ସି ଦଣ୍ଡକାରଣ୍ୟ, ଅପସନ୍ ଡି ଚୈତ୍ରବନ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଅଶୋକ ବନ। ସୀତା ଅଶୋକ ବନରେ ରାବଣ ଦ୍ୱାରା ରଖାଯାଇଥିଲେ। 6 ନମ୍ବର ପ୍ରଶ୍ନଟି ହେଉଛି, ସୀତା ରାମାୟଣରେ କେଉଁ ଗୁଣର ପ୍ରତୀକ? ଅପସନ୍ ଏ କ୍ରୋଧ, ଅପସନ୍ ବି ପତିବ୍ରତା ଓ ପବିତ୍ରତା, ଅପସନ୍ ସି ଲୋଭ, ଅପସନ୍ ଡି ଅହଙ୍କାର। ସଠିକ ଉତ୍ତରଟି ହେଉଛି ଅପସନ୍ ବି ପତିବ୍ରତା ଓ ପବିତ୍ରତା। ସୀତା ରାମାୟଣରେ ପତିବ୍ରତା ଓ ପବିତ୍ରତା ଥିଲେ। 7 ନମ୍ବର ପ୍ରଶ୍ନଟି ହେଉଛି, ସୀତାଙ୍କ ଜନ୍ମ ଉପାଧି କ'ଣ? ଅପସନ୍ ଏ ଅଗ୍ନିକନ୍ୟା, ଅପସନ୍ ବି ଭୂମିଜା, ଅପସନ୍ ସି ଜଳଜା, ଅପସନ୍ ଡି ଆକାଶଜା। ସଠିକ ଉତ୍ତରଟି ହେଉଛି ଅପସନ୍ ବି ଭୂମିଜା। ସୀତାଙ୍କ ଜନ୍ମ ଉପାଧି ହେଉଛି ଭୂମିଜା। 8 ନମ୍ବର ପ୍ରଶ୍ନଟି ହେଉଛି, ସୀତା କେଉଁ ଆଶ୍ରମରେ ଲବକୁଶଙ୍କୁ ପାଳିଥିଲେ? ଅପସନ୍ ଏ ବିଶ୍ୱାମିତ୍ର ଆଶ୍ରମ, ଅପସନ୍ ବି ବାଲ୍ମୀକି ଆଶ୍ରମ, ଅପସନ୍ ସି ଗୌତମ ଆଶ୍ରମ, ଅପସନ୍ ଡି ଦୁର୍ବାସା ଆଶ୍ରମ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ବାଲ୍ମୀକି ଆଶ୍ରମ। ସୀତା ବାଲ୍ମୀକି ଆଶ୍ରମରେ ଲବକୁଶଙ୍କୁ ପାଳିଥିଲେ। 9 ନମ୍ବର ପ୍ରଶ୍ନଟି ହେଉଛି, ସୀତା ଶେଷରେ କେଉଁଠାରେ ଲୀନ ହୋଇଥିଲେ? ଅପସନ୍ ଏ ଅଗ୍ନିଲୋକ, ଅପସନ୍ ବି ସ୍ୱର୍ଗ, ଅପସନ୍ ସି ପୃଥିବୀ ଗର୍ଭରେ, ଅପସନ୍ ଡି ସମୁଦ୍ର ଗର୍ଭରେ।
ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପୃଥିବୀ ଗର୍ଭ। ସୀତା ଶେଷରେ ପୃଥିବୀ ଗର୍ଭରେ ଲୀନ ହୋଇଥିଲେ। 10 ନମ୍ବର ପ୍ରଶ୍ନଟି ହେଉଛି ସୀତାଙ୍କ ପୂର୍ବଜନ୍ମ କିଏ ବୋଲି କୁହାଯାଏ? ଅପସନ୍ ଏ ଲକ୍ଷ୍ମୀ, ଅପସନ୍ ବି ସରସ୍ୱତୀ, ଅପସନ୍ ସି ପାର୍ବତୀ, ଅପସନ୍ ଡି ଗଙ୍ଗା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଲକ୍ଷ୍ମୀ। ସୀତାଙ୍କ ପୂର୍ବଜନ୍ମରେ ଲକ୍ଷ୍ମୀ ବୋଲି କୁହାଯାଏ। 11 ନମ୍ବର ପ୍ରଶ୍ନଟି ହେଉଛି ସୀତା କେଉଁ ପୁରାଣରେ ଭୂମିକନ୍ୟା ଭାବେ ବର୍ଣ୍ଣିତ? ଅପସନ୍ ଏ ବିଷ୍ଣୁ ପୁରାଣ, ଅପସନ୍ ବି ପଦ୍ମ ପୁରାଣ, ଅପସନ୍ ସି ଅଗ୍ନି ପୁରାଣ, ଅପସନ୍ ଡି ସ୍କନ୍ଦ ପୁରାଣ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପଦ୍ମ ପୁରାଣ। ସୀତା ପଦ୍ମ ପୁରାଣରେ ଭୂମିକନ୍ୟା ଭାବେ ବର୍ଣ୍ଣିତ ଅଛି। 12 ନମ୍ବର ପ୍ରଶ୍ନଟି ହେଉଛି ସୀତାଙ୍କ ପିତା ଜନକ କେଉଁ ଦେଶର ରାଜା ଥିଲେ? ଅପସନ୍ ଏ ଅଯୋଧ୍ୟା, ଅପସନ୍ ବି କିଷ୍କିନ୍ଧା, ଅପସନ୍ ସି ମିଥିଳା, ଅପସନ୍ ଡି ଲଙ୍କା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମିଥିଳା। ସୀତାଙ୍କ ପିତା ଜନକ ମିଥିଳା ଦେଶର ରାଜା ଥିଲେ। 13 ନମ୍ବର ପ୍ରଶ୍ନଟି ହେଉଛି ସୀତା କେଉଁ ଯଜ୍ଞରେ ଜନ୍ମ ନେଇଥିଲେ? ଅପସନ୍ ଏ ଅଶ୍ୱମେଧ ଯଜ୍ଞ, ଅପସନ୍ ବି ପୁତ୍ରେଷ୍ଟି ଯଜ୍ଞ, ଅପସନ୍ ସି ଭୂମି ହଳ ଚାଷ, ଅପସନ୍ ଡି ସୋମ ଯଜ୍ଞ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଭୂମି ହଳ ଚାଷ। ସୀତା ଭୂମି ହଳ ଚାଷରୁ ଜନ୍ମ ନେଇଥିଲେ। 14 ନମ୍ବର ପ୍ରଶ୍ନଟି ହେଉଛି ସୀତାଙ୍କ ଅନ୍ୟ ନାମ ମୈଥିଳୀ କାହିଁକି? ଅପସନ୍ ଏ ମିଥିଳା ନଗରର ରାଜକୁମାରୀ ଥିବାରୁ, ଅପସନ୍ ବି ରାମଙ୍କ ନାମରୁ, ଅପସନ୍ ସି ଗଛରୁ ଜନ୍ମ ନେଇଥିବାରୁ, ଅପସନ୍ ଡି ନଦୀରୁ ଜନ୍ମ ନେଇଥିବାରୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମିଥିଳା ନଗରର ରାଜକୁମାରୀ ଥିବାରୁ ସୀତାଙ୍କ ଅନ୍ୟ ନାମ ମୈଥିଳୀ। ଆଜିର ଶେଷ ପ୍ରଶ୍ନଟି ହେଉଛି ସୀତା ରାବଣଙ୍କ ଲଙ୍କାରେ କେଉଁ ଗଛ ତଳେ ଥିଲେ? ଅପସନ୍ ଏ ବଟବୃକ୍ଷ, ଅପସନ୍ ବି ଆମ୍ବ ଗଛ, ଅପସନ୍ ସି ଅଶୋକ ଗଛ, ଅପସନ୍ ଡି ନିମ୍ବ ଗଛ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଅଶୋକ ଗଛ। ସୀତାମାତା ଅଶୋକ ଗଛ ତଳେ ଥିଲେ। ଏହିପରି ପୌରାଣିକ ପ୍ରଶ୍ନ ସହିତ ଉତ୍ତର ଜାଣିବା ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆଗକୁ ପୌରାଣିକ କେଉଁ ଚରିତ୍ର ବିଷୟରେ ଆପଣ ଚାହୁଁଛନ୍ତି ଦୟାକରି କମେଣ୍ଟରେ କୁହନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ବୋଲି ଲେଖନ୍ତୁ। ଜୟ ଶ୍ରୀକୃଷ୍ଣ।